ସମସ୍ତଙ୍କୁ ଓଁ ସାଇରାମ। ଆଶା କରୁଛି ଭଗବାନଙ୍କ ଆଶୀର୍ବାଦରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା କେଉଁ କାମ କଲେ କେଉଁ ଗ୍ରହ ଦୋଷ ଲାଗେ। ତାପରେ ଶୁଣିବା କିଏ କ'ଣ ଶିକ୍ଷା ଦେଇଛି। ଚାଲନ୍ତୁ ଶୁଣିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରନ୍ତୁ। କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚିଯିବ ଆଉ ଆପଣମାନେ ଦେଖିପାରିବେ ଶୁଣିପାରିବେ। ତାହେଲେ ଚାଲନ୍ତୁ ଶୁଣିବା। ପ୍ରଥମେ ଶୁଣିବା କେଉଁ କାମ କଲେ କେଉଁ ଗ୍ରହ ଦୋଷ ଲାଗେ। ମୁଣ୍ଡରେ ଅଇଁଠା ହାତ ଲାଗିଲେ ସୂର୍ଯ୍ୟ ଗ୍ରହର କୁପ୍ରଭାବ ଭୋଗ କରିବାକୁ ପଡ଼େ। ଜଳର ଅଳ୍ପ ବ୍ୟବହାର କଲେ ଚନ୍ଦ୍ର ଗ୍ରହର କୁପ୍ରଭାବ ଭୋଗ କରିବାକୁ ପଡ଼େ। ଅକାରଣରେ କ୍ରୋଧ କଲେ ମଙ୍ଗଳ ଗ୍ରହର କୁପ୍ରଭାବ ଭୋଗ କରିବାକୁ ପଡ଼େ। ମିଥ୍ୟା କଥା କହିବା ଦ୍ୱାରା ବୁଧ ଗ୍ରହର କୁପ୍ରଭାବ ଭୋଗ କରିବାକୁ ପଡ଼େ। ନିଜଠାରୁ ବୟସ୍କ ବ୍ୟକ୍ତି ବା ଗୁରୁଜନମାନଙ୍କୁ ଅସମ୍ମାନ କଲେ ବୃହସ୍ପତିଙ୍କର କୁପ୍ରଭାବ ଭୋଗ କରିବାକୁ ପଡ଼ିଥାଏ। ପତ୍ନୀ କିମ୍ବା ସ୍ତ୍ରୀଙ୍କୁ ସମ୍ମାନ ନ କରିବା କାରଣରୁ ଶୁକ୍ର ଗ୍ରହର କୁପ୍ରଭାବ ଭୋଗ କରିବାକୁ ପଡ଼େ। ବ୍ୟକ୍ତି ଅଳସୁଆ ହେବା ଦ୍ୱାରା ଶନି ଗ୍ରହର କୁପ୍ରଭାବ ଭୋଗ କରିବାକୁ ପଡ଼ିଥାଏ। କୌଣସି ବ୍ୟକ୍ତିର ସମାଲୋଚନା କରିବା ଦ୍ୱାରା ରାହୁ ଗ୍ରହର କୁପ୍ରଭାବ ଭୋଗ କରିବାକୁ ପଡ଼ିଥାଏ। ଭିକାରୀକୁ ପରିହାସ କରିବା ଦ୍ୱାରା କେତୁ ଗ୍ରହର କୁପ୍ରଭାବ ଭୋଗ କରିବାକୁ ପଡ଼ିଥାଏ। ମାନି ଚଳିଲେ ମଙ୍ଗଳ ହୋଇଥାଏ। ଚାଲନ୍ତୁ ଏବେ ଶୁଣିବା କିଏ କ'ଣ ଶିକ୍ଷା ଦେଇଛି। ନିଦ୍ରା ମୃତ୍ୟୁ ବିଷୟରେ ଶିକ୍ଷା ଦିଏ। ସ୍ୱପ୍ନ ଆତ୍ମାର ଗତି ବିଷୟରେ ଶିକ୍ଷା ଦେଇଥାଏ। କୁମ୍ଭାରିଆ ପୋକ ପରଜନ୍ମ ବିଷୟରେ ଶିକ୍ଷା ଦେଇଥାଏ। ବୁଢ଼ିଆଣୀ ସୃଷ୍ଟି ରଚନା ବିଷୟରେ ଶିକ୍ଷା ଦେଇଥାଏ। ମହୁମାଛି ଗୋଟିଏ ମୁରବିକୁ ମାନ ସଂସାର ଭଲରେ କାଟିବ ବୋଲି ଶିକ୍ଷା ଦେଇଥାଏ। ହଂସ କାହାରି ଦୋଷ ନ ଦେଖି ଗୁଣକୁ ଦେଖ ବୋଲି ଶିକ୍ଷା ଦେଇଥାଏ। ସୂର୍ଯ୍ୟ ସମୟ ବଳବାନ ସମୟ ସହିତ କର୍ମକୁ ବାନ୍ଧ ବୋଲି ସୂଚନା ଦେଇଥାଏ। ଜଳ ଅନ୍ତର ପରିଷ୍କାର କର ଓ ଦେବାକୁ ଭଲ ପାଅ ବୋଲି ସୂଚନା ଦେଇଥାଏ। ଆକାଶ ସମସ୍ତେ ଗୋଟିଏ ଛାତ ତଳେ ଅଛ ପର ଆପଣା ଭେଦଭାବ କାହିଁକି ବୋଲି ସୂଚନା ଦେଇଥାଏ। ଛୋଟ ପିଲା ମୋ ହସ ଯଦି ସମସ୍ତଙ୍କୁ ଭଲ ଲାଗୁଛି ତମ ହସରେ କପଟତା କାହିଁକି ବୋଲି ସୂଚନା ଦେଇଥାଏ। ସମୁଦ୍ର ମୋ ଠାରୁ କ'ଣ ତୁମ ପାଖରେ ବେଶୀ ଧନ ଅଛି? ମୁଁ ଦିନ ରାତି ଆନନ୍ଦରେ ନାଚୁଛି ଆଉ ତୁମେ ଅଳ୍ପ ଧନରେ ଏତେ ଗର୍ବ କରୁଛ କାହିଁକି ବୋଲି ସୂଚନା ଦେଇଥାଏ। ମନୁଷ୍ୟର ମୃତ୍ୟୁ ତ ନିଶ୍ଚିତ ଅଟେ। ଆସିଛି ଏକା ଯିବି ମୁଁ ଏକା। ସାଥିରେ କିଛି ନେଇ କି ଯିବା ନାହିଁ। ଯାହା କରିବା ତାହା ପାଇବା। ଯେଉଁଠୁ ଶେଷ ସେଇଠୁ ଆରମ୍ଭ। ଯେତିକିରେ ଅଛି ସେତିକିରେ ସନ୍ତୁଷ୍ଟ ରୁହ। ସୂର୍ଯ୍ୟ ଅସ୍ତ ହେଲା ପରେ ଆକାଶର ରଙ୍ଗ ଯେମିତି ଆପେ ଆପେ ବଦଳିଯାଏ ଠିକ୍ ସେହିପରି ଦୁଃଖ ସମୟରେ ଅତି ଆପଣାର ଭାବୁଥିବା ଲୋକ ମଧ୍ୟ ନିଜ ଠିକଣା ବଦଳାଇ ଦିଏ। ମଥାକୁ ଥରେ ନୁଆଁଇ ଦେଖ ଅଭିମାନ ମରିଯିବ। ଆଖିକୁ ଥରେ ଭିଜେଇ ଦେଖ ପଥର ହୃଦୟ ମଧ୍ୟ ତରଳିଯିବ। ଦାନ୍ତକୁ ବିଶ୍ରାମ ଦିଅ ସ୍ୱାସ୍ଥ୍ୟ ଠିକ୍ ରହିବ। ଜିଭକୁ ଟିକେ ବିଶ୍ରାମ ଦିଅ ଦୁଃଖ ଚାଲିଯିବ। ନିଜ ଇଚ୍ଛାକୁ ଥରେ ହଟାଇ ଦେଖ ସୁଖର ସଂସାର ଦିଶିବ। ସବୁବେଳେ ଭାବୁଛେ ଲୋକେ କ'ଣ କହିବେ ମାତ୍ର ଶେଷରେ ଲୋକେ କହିବେ ରାମ ନାମ ସତ୍ୟ ହେ। ମନୁଷ୍ୟ ଜନ୍ମ ନେଇଛୁ ମାନେ ସମାଜର ପରମ୍ପରା ଆଉ ଦୁଃଖ ସୁଖ ଭିତରେ ତ ରହିବାକୁ ହିଁ ପଡ଼ିବ ଆଉ ସଂଘର୍ଷ କରିବାକୁ ପଡ଼ିବ।
ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ରହୁଛି ଓଁ ସାଇରାମ, ଜୟ ସାଇରାମ।